ଆପଣମାନଙ୍କୁ ମୁଁ ଯେଉଁ ଭିଜୁଆଲଟି ଦେଖାଉଛି ଦେଖନ୍ତୁ। ଆମେମାନେ ଏଠି ଗୋଟିଏ ଛୋଟିଆ ଜଙ୍ଗଲ ତିଆରି କରିବାର ପ୍ରୟାସ କରୁଛୁ। ଏଇଠି ସବୁ ବର୍ତ୍ତମାନ ଗାତ ଖୋଳାଯାଇଛି। ୟାକୁ ଆମେ ଖରାଦିନେ ପ୍ରାୟ ବହୁ ସମୟ ଜେସିବି ଆରାଉଣ୍ଡ 15 ଘଣ୍ଟା ଖଣ୍ଡେ ଲାଗିକି ୟାକୁ ଆମେ ସଫା କରେଇଥିଲୁ। ଏଇଟା ପୁରା ଲଟା ମାଡ଼ିକି ଏକଦମ ନଷ୍ଟ ହୋଇକି ଥିଲା ଏ ଜାଗାଟି। ତାପରେ ବର୍ତ୍ତମାନ ଆମର ପଞ୍ଚାୟତ ତରଫରୁ ଯାହା ହଉ କିଛି ଗଛ ବି ଆମକୁ ମିଳିଲା, ସରକାରୀ ସହାୟତା। ଦେଖନ୍ତୁ ଏଠି ବହୁତ ଗୁଡ଼ିଏ ଗଛ ଆସିଛି, ଯେମିତି ଆମର ନେଟିଭ୍ ପ୍ଲାଣ୍ଟ ଭିତରେ ଏଇଠି ଦେଖନ୍ତୁ ବଉଳ ଅଛି, ଏଇଠି ଅର୍ଜୁନ ଅଛି, ଏଠି ଲିମ୍ବ ଅଛି, ଏଇଠି କୁଜି ଶୀର୍ଷ ଅଛି, ଆହୁରି ଅନ୍ୟାନ୍ୟ ବହୁତ ଭେରାଇଟିର ଗଛ ବି ସେ ଦେଇଛନ୍ତି ଆମକୁ। ସେଥିପାଇଁ ଆମେ ନିଶ୍ଚିତ ଭାବରେ ଧନ୍ୟବାଦ ଜଣାଇବୁ ଆମର ପଞ୍ଚାୟତ ସ୍ତର ଯେଉଁମାନେ ଆମକୁ ସେମାନେ ସାହାଯ୍ୟ କରୁଛନ୍ତି। ଆଉ ବିଶେଷ କରି ବର୍ତ୍ତମାନ ସମସ୍ତେ ପ୍ରାୟ ପଳେଇଲେଣି କାମ ସରିବା ଉପରେ, ମାନେ ଆଜିର କାମ। ପୁଣି କାଲି ଗଛ ଲଗା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଠି ଦେଖନ୍ତୁ କେତେ ଗୁଡ଼ିଏ ଗଛ ଥୁଆ ହେଇଛି, ମାନେ ଭାଇମାନଙ୍କର ସହଯୋଗ। ସକାଳ 7ଟାରୁ ପ୍ରାୟ ସମସ୍ତେ ଉଠିକି ଆସିକିରି ଅଖିଆ ଅପିଆ ସମସ୍ତେ ଲାଗିଛନ୍ତି। ଆଉ ଏଇ ଯେଉଁ ଛୋଟ ଛୋଟ ଘାସ ଗୁଡ଼ାକ ପଡ଼ିଛି ତାକୁ ଆମେ ଏଇଠି ବର୍ତ୍ତମାନ ଟେମ୍ପୋରାରିଲି ଆମେ ତାକୁ ଘାସ ଗୁଡ଼ାକୁ ମାରିବା ପାଇଁ ପଡ଼ିବ। ତେଣୁ ସେଥିପାଇଁ ଆମେ ଘାସ ଔଷଧ ମଧ୍ୟ ପ୍ରୟୋଗ କରିଛୁ। ଗଛ ଲଗାଇବା ପୂର୍ବରୁ ପ୍ରଥମେ ଏଗୁଡ଼ାକୁ ମାରିବା ପାଇଁ ପଡ଼ିବ, ତେଣୁ ତାର ପ୍ରୟାସ କରୁଛୁ। ଦେଖନ୍ତୁ ସେପଟେ ଭାଇମାନେ ଏଠି ଆମର ଜାଲ ଲଗାଉଛନ୍ତି। ଜାଣିପାରୁଥିବ ମୁଁ ପୁରା ହାଲିଆ ବି, ମାନେ କାମ ହେଇକିରି ଧଇଁ ସଇଁ ଲାଗିଲାଣି। ଏଇଠି କିଛି ଗଛ ଡାଳ ଆମେ ଉପରୁ କଟିଂ କରିଛୁ, ଯେହେତୁ ପୁରା ଛାଇ କରିଥିଲା ଚାରିପଟକୁ। ତେଣୁ କିଛି ଗଛ ତ ଲଗାଇବାକୁ ହେଲେ କିଛି ଛୋଟ ଆମେ ପ୍ରୁନିଂ କରିଛୁ ଗଛକୁ ଉପର ଆଡ଼ୁ, ଦେଖିପାରୁଥିବେ। ଆଉ ଆଶା କରୁଛୁ ଏ ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବ। ଏବଂ ମୁଁ ସମସ୍ତ ଭାଇମାନଙ୍କୁ ଆମର ଧନ୍ୟବାଦ ଦେବି, ଯେଉଁମାନେ ଏଥିରେ ଆମକୁ ସମସ୍ତେ ପ୍ରାୟତଃ ଆମ ଗାଁର ପ୍ରତ୍ୟେକ ପିଲା ସମସ୍ତେ ଆସି ସାହାଯ୍ୟ କରୁଛନ୍ତି। ଧନ୍ୟବାଦ। ଆଉ କିଛି ନେଇଗଲନି।